ଶାବକର ଗାଳ୍ପିକ ଚନ୍ଦ୍ରଶେଖର। ସାହିତ୍ୟିକ ଚନ୍ଦ୍ରଶେଖର ରଥ ଓଡ଼ିଆ ସାହିତ୍ୟରେ ଜଣେ ବହୁମୁଖୀ ପ୍ରତିଭାଧର। ସେ ଏକାଧାରରେ ଗାଳ୍ପିକ, ପ୍ରାବନ୍ଧିକ, ରମ୍ୟ ରଚନାକାର ଏବଂ ଔପନ୍ୟାସିକ ତଥା ଜଣେ ଅନନ୍ୟ ପାଠ୍ୟାନ୍ତର୍ଗତ ଲେଖକ। ତାଙ୍କ ରଚିତ ଉପନ୍ୟାସ ଯନ୍ତ୍ରାରୂଢ଼, ଅସୂର୍ଯ୍ୟ ଉପନିବେଶ ନାମକ ଦ୍ୱୟ ଉପନ୍ୟାସ ଶ୍ରେଣୀଗୃହର ପାଠ୍ୟାନ୍ତର୍ଗତ ହୋଇଥିଲା। ତାଙ୍କର ନବଜାତକ ନାମରେ ଆଉ ଏକ ଉପନ୍ୟାସ ଅଛି। ସମ୍ରାଟ ଓ ଅନ୍ୟମାନେ ଅନେକ ବନ୍ୟା ପରେ ନାମରେ ଗପ ବହି ଅଛି। ମୁଁ ସତ୍ୟଧର୍ମା କହୁଛି ନାମରେ ରଥ ସପ୍ତକ ନାମରେ ପ୍ରବନ୍ଧ ବହି ଅଛି। ଚନ୍ଦ୍ରଶେଖର ଥିଲେ ଇଂରାଜୀ ଭାଷା ଓ ସାହିତ୍ୟର ଅଧ୍ୟାପକ। ଅଧ୍ୟକ୍ଷ ଭାବରେ ମଧ୍ୟ ସେ ନିଜର କର୍ମମୟ ଜୀବନ ବିତାଇ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଥିବା ଡି.ଏ.ଭି. ମହାବିଦ୍ୟାଳୟରେ ଏକଦା ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ 1972 ଓ 1973 ମସିହାରେ। ବଲାଙ୍ଗୀର ସହରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ସମ୍ରାଟ ନାମରେ ଗଳ୍ପ, ମୋର ପାଠ୍ୟ ଥିଲା ଶୁଣନ୍ତୁ ନାମକ ପ୍ରବନ୍ଧ M.A. ଶ୍ରେଣୀର ପାଠ୍ୟ ଅଛି। ମୁଁ ସତ୍ୟଧର୍ମା କହୁଛି ଗ୍ରୀକ୍ ଦାର୍ଶନିକ ସକ୍ରେଟିସଙ୍କ ଜୀବନୀ ଉପରେ ଆଧାରିତ। ସତ୍ୟତାର ପ୍ରତିଷ୍ଠା ପାଇଁ ସକ୍ରେଟିସ୍ ତତ୍କାଳୀନ ରାଜଦରବାରରେ ଏଥେନ୍ସଠାରେ ଅମ୍ଳାନ ବଦନରେ ବିଷପାନ କରିଦେଇଥିଲେ। ଏହି ପ୍ରବନ୍ଧଟି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ M.Il ବାଧ୍ୟତାମୂଳକ ଓଡ଼ିଆ ପାଠରେ ଶ୍ରେଣୀ B.A.ରେ ପଢ଼ାଯାଇଥିଲା। ମୁଁ ବାରଙ୍ଗର କୁଞ୍ଜବିହାରୀ କଲେଜରେ ଥାଇ ପଢ଼ାଇଥିଲି। ଚନ୍ଦ୍ରଶେଖର ଜଣେ ପୁରସ୍କୃତ ପ୍ରତିଭା, ଚର୍ଚ୍ଚିତ ସାହିତ୍ୟିକ ଅଟନ୍ତି। ଶାବକ ଶବ୍ଦର ଅର୍ଥ ଛୁଆ ବା ପିଲା। ମଣିଷ ବୟସରେ ଯୁବକରେ ପରିଣତ ହେବା ପୂର୍ବରୁ ପ୍ରଥମେ ଛୁଆରେ ହିଁ ଥାଏ। ଆମର ସାଧାରଣ ଲୋକଙ୍କର ଧାରଣା ଅଛି କି ସେଇଟା ପିଲାଟା, ଛୁଆଟା, ସେ କ'ଣ ବଡ଼ କାମ, ଭାରି କାମ କରିପାରିବ? ଜମାରୁ କରିପାରିବ ନାହିଁ। କଲେ ନିଜର କ୍ଷତି କରିବ। ବଡ଼ କାମ, ଭାରି କାମ କରିବାକୁ ତାର ବୟସ ହୋଇନାହିଁ। ବୟସ ହୋଇଯାଉ, ତାପରେ ଆପଣାଛାଏଁ ବଡ଼ କାମ, ଭାରି କାମ କରିବନି। ଏବେଠୁ କିଆ ତନ୍ଦରା ବା ବ୍ୟସ୍ତତା ଚଞ୍ଚଳ? ଯୋଉ ବୟସରେ ଯାହା ନା। କିନ୍ତୁ ସଂସାରରେ ଏମିତି କିଛି ପିଲା ବା ଛୁଆ ଅଛନ୍ତି, ତାଙ୍କୁ ଏମିତି ଉପରୋକ୍ତ କଥା କହିଦେଲେ, ଟିପ୍ପଣୀ ଦେଲେ ସେମାନେ ମନକଷ୍ଟ କରନ୍ତି, ଯାହାକି ତାଙ୍କର ଆତ୍ମସମ୍ମାନ ବା ଡିଗନିଟି ଉପରେ ଆଞ୍ଚ ଆଣେ, ବାଧା ସୃଷ୍ଟି କରେ। ସେମାନେ ଦୁଃଖିତ ହୋଇଥାନ୍ତି ଏବଂ ପିଲା ବୟସରେ ଏକ ଦୁଃସାହସିକ ମନୋଭାବ ବା ଚ୍ୟାଲେଞ୍ଜିଂ ମୁଡ୍ ନେଇ ବଡ଼ ମଣିଷଙ୍କ ଭଳିଆ ବଡ଼ କାମ, ଭାରି କାମ ବା ଯାହା ସେମାନଙ୍କର ପିଲା କୋମଳ ବୟସର କାମ ନୁହେଁ କରି ବସନ୍ତି ଏବଂ ଜଗତକୁ, ମାନବ ସମାଜକୁ, ଅନ୍ୟଙ୍କୁ ଦେଖାଇ ଦିଅନ୍ତି କି ପିଲା ବି ବଡ଼ ମଣିଷଙ୍କର କାମ କରିଦେଇ ପାରିବ। ମନୋବଳ ଦୃଢ଼ ଥିଲେ କରିପାରିବ। କରି ନ ପାରିବ କାହିଁକି? ହେ ବଡ଼ ମଣିଷ, ତୁମର ମୋତେ ଏମିତି ଭାବିବା ଭୁଲ। ଏହି ଚିନ୍ତାଧାରା ଉପରେ, ଭାବନା ଉପରେ ଶାବକ ଗଳ୍ପଟିର ରଚନା। ଏହା ପ୍ରଥମେ B.A. ଶ୍ରେଣୀୟ କ୍ଲାସ କୋର୍ସରେ ପାଠ୍ୟ ପ୍ରଚଳିତ ଥିଲା। ମୁଁ ଟିଟିଲାଗଡ଼ର ଡି.ଏ.ଭି. ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଥାଇ ପିଲାଙ୍କୁ ପଢ଼ାଇଥିଲି। ଗାଳ୍ପିକ ଲେଖକ ପ୍ରଥମ ପୁରୁଷ ମୁଁ ନାମବାଚକତାରେ ନିଜକୁ ରଖି ନିଜର ବ୍ୟକ୍ତିଗତ ଜୀବନର ଅନୁଭୂତି, ଅଭିଜ୍ଞତାକୁ ସୁନ୍ଦର ଗଳ୍ପ ରୂପ ଦେଇଛନ୍ତି। ଶାବକ ବା ଛୁଆ ହୋଇଛନ୍ତି ନିଜେ ଲେଖକ। ମା, ଯିଏକି ତାଙ୍କର ଜନ୍ମଦାତ୍ରୀ, ଲାଳନ ପାଳନ କର୍ତ୍ରୀ, ତାଙ୍କୁ ବେଶୀ ଭଲ ପାଆନ୍ତି। ବାପାଙ୍କୁ ବେଶୀ ଭଲ ପାଆନ୍ତି ନାହିଁ, କାରଣ ବାପା ତାଙ୍କୁ ସବୁ କଥାରେ ପାଟି କରନ୍ତି, ଗାଳି ଦିଅନ୍ତି, ଟୀକା ଟିପ୍ପଣୀ କରନ୍ତି। ଯେମିତି ଗାଳ୍ପିକ ଲେଖକ ଶାବକ ବା ଛୁଆ ପିଲା ଥିବାରୁ, ମା ପ୍ରତି ମାତ୍ରାଧିକ୍ୟ ଭଲ ପାଉଥିବାରୁ, ମା ପାଖରେ ସବୁବେଳେ ରହିବାକୁ ବେଶୀ ଭଲ ପାଉଥିଲେ। ତାଙ୍କର ବାପା
ବା ନନା ଏହା ଦେଖି କହନ୍ତି ସେ ମାଇଗୁଲିଆ ସେମିତି କାହିଁକି ହେଉଛି? ସେମିତିଟା ଗଳ୍ପରେ ହେମେତେ ହୋଇଛି। ଏଥିରୁ ଜଣାପଡ଼େ କି ଗାଳ୍ପିକଙ୍କର ବାପା ବା ନନା ଜଣେ ଅଶିକ୍ଷିତ ମଣିଷ ଥିଲେ। ଆନୁଷ୍ଠାନିକ ଶିକ୍ଷା ଦୀକ୍ଷା ନାହିଁ। ବ୍ରାହ୍ମଣ ପରିବାର ତଥା ବଂଶର ଦାୟାଦ ବା ପ୍ରତିନିଧି ଲେଖକଙ୍କୁ ସବୁ କଥା ତଥା କାର୍ଯ୍ୟରେ ସମାଲୋଚନା କରନ୍ତି, ଟୀକା ଟିପ୍ପଣୀ ଦିଅନ୍ତି। ତେଣୁ ସ୍ୱାଭାବିକ ଭାବରେ ଛୁଆ ଲେଖକ ଜଣକ କେମିତି ତାର ବାପାଙ୍କୁ ଭଲ ପାଇବେ? ଭଲ ପାଇବା ଉଭୟ ପକ୍ଷ, ଏକପକ୍ଷ ନୁହେଁ। ଏକପକ୍ଷ ହେଲେ ଭଲ ପାଇବା ତିଷ୍ଠି ନଥାଏ, ଫାଟ ସୃଜେ। ବାପା ଶାବକ ପୁଅର ମା' ପାଖରେ ସବୁବେଳେ ଘୂରି ବୁଲିବା, ପାଖେ ପାଖେ ଥିବାକୁ ବାପା ଦେଖି ଚିଡ଼ି ଚିଡ଼ି ହେବା, ମନ୍ତବ୍ୟ ଦେବା, ପାଟି କରିବା। ନିଶ୍ଚିତରେ ପୁଅକୁ ଖରାପ ଲାଗିବ, ସେ ବାପାଙ୍କୁ ଚିଡ଼ିବ। ହେଲେ ମା' ପୁଅକୁ ପାଟି କରନ୍ତି ନାହିଁ, ବହୁତ ଭଲ ପାଆନ୍ତି। ନିଜର ପାଟିର ପାନଖିଆର ଅଧା ପାନ ପୁଅକୁ ଦିଅନ୍ତି। ପୁଅ ମଧ୍ୟ ନିଜେ ଖୁସିରେ ମା' ପାଟିରୁ ନେଇ ପାନ ଖାଏ। ବାପା ରାଗନ୍ତି ବୋଲି ଶାବକ ପୁଅ ବାପା ପାଖ ମାଡ଼େନା। ମଣିଷ ସ୍ନେହ କାଙ୍ଗାଳ, ଯୋଉଠି ସ୍ନେହ ସେଇଠି ସରାଗ। ଭଲ ନ ପାଉଥିଲେ ମଣିଷ ଭଲ ପାଇ ନଥାଏ। ଭଲ ପାଇବା ଦିଆନିଆ ବା ଇଂରାଜୀର ରେସିପ୍ରୋକାଲ ଉଭୟ ନେଣଦେଣର ଅଟେ। ବାପା ଭଲ ପାଆନ୍ତି ନାହିଁ, ତେଣୁ ପୁଅ ବି ବାପାକୁ ଭଲ ପାଇନାହିଁ। ଗଳ୍ପର ଏଇ ଗତିଶୀଳତା ମଧ୍ୟରେ ଏକଦା ମା'ର ବାତ ମାରିବା ରୋଗର ଗାଁର ବଇଦର ବିଶ୍ୱାସିକ ଉପଚାର ପାଇଁ ପଇଡ଼ ପିଇବାର ପଥି ଦରକାର ହେବାରୁ ବଇଦ କଥାରେ ପଡ଼ି ପଇଡ଼ କିଏ ଆଣିବର ସମସ୍ୟାର ସମାଧାନ ଶାବକ ପୁଅ ଲେଖକ ଗାଳ୍ପିକ ନିଜେ ତାଙ୍କର ବାପା ପାଳିତ ପିତୃସଂଗଠିତ ପରିବାର ଗାଁଠାରୁ ଅଳ୍ପ ଦୂରରେ ଥିବା ଗାଁ ମଶାଣି, ପଡ଼ିଆ, ଛୋଟିଆ ନାଳ ପାର ମାମୁଁଘର ଗାଁର ଶାସନୀ ବ୍ରାହ୍ମଣ ବସ୍ତିରେ ନଡ଼ିଆ ଗଛ ପିଣ୍ଡି ପରିବେଶର ସ୍ଥାନକୁ ମନକୁ ମନ ଆପଣା ଛାଏଁ ଶାବକ ପୁଅ ଛୁଆପୁତ୍ର ମା'ର ବାତରୋଗ ଉପଶମ ଚିକିତ୍ସା କଥା ଚିନ୍ତା କରି ମନରେ ସାହସ କଲେ ତରି, ସାହସ କଲେ ମରି ରହିଥିବା ଲୋକବଚନ ପ୍ରବାଦ ଉପରେ ଭରସା କରି ଶାବକ ପୁଅ କାହାକୁ କିଛି ନ କହି ମନେ ମନେ ବେଳବୁଡ଼ିଆ ଅପରାହ୍ନରେ ମାମୁଁଘର ଗାଁକୁ ଧାଇଁ ଯାଇଛି ପଇଡ଼ ଆଣିବା ପାଇଁ। ଭଣଜାର ଆକସ୍ମିକ ଆବିର୍ଭାବ ଦେଖି ଶାସନୀ ଗାଁର ନଡ଼ିଆ ବଣ ପିଣ୍ଡିରେ ବସିଥିବା ମାମୁଁ ଚକିତ ହୋଇଥିଲେ। ଲୋକ ଜରିଆରେ ପଇଡ଼ ପରା ହୋଇଥିଲା। ମାମୁଁ ଭଣଜା ପ୍ରତି ଦୟାପରବଶ ହୋଇ ଭାରୁଆ ଲୋକ ବୁହାଳି ଜରିଆରେ ଭଉଣୀର ପଥି ପାଇଁ ପଇଡ଼ ପଠାଇବାକୁ ଚାହାନ୍ତେ ଭଣଜା ମନା କରିଛି, ମାମୁଁ ମୋତେ ପିଲା ବୋଲି ଭାବନା। ଅବଶ୍ୟ ମନେ ମନେ ମାମୁଁଙ୍କୁ କହିନି, ମୁଁ ଯଦି ପଇଡ଼ ଏକା ନେଇ ନଯାଏ, ତେବେ ମୋର ଶାବକପଣର ଅସମ୍ମାନ ହେବ। ମୋତେ ବାଧିବ। ଏକା ନେଇକି ଯିବି ଏବଂ ବାପାଙ୍କୁ ବିଶେଷତଃ ଦେଖାଇଦେବି। ପୁଅ ପିଲା ହେଉ, ଶାବକ ଥାଉ, ବଡ଼ ମଣିଷର କାମ ବି କରିପାରେ। ବାପା ତମେ ମୋତେ ପିଲା ବୋଲି ହତାଦର କରନା, ଆଉ ମା' ମୋର ଦୁଃଖ କରୁ, ହେଲେ ମୋର ତା ପ୍ରତି ଥିବା ଶ୍ରଦ୍ଧା ପ୍ରୀତିର ମନ ସରାଗ ଶତଗୁଣ ବଢ଼ିଯାଉ। ସେ ଭାବୁ ମୋର ଭଲ ପାଇବାର ପ୍ରତିଦାନ ମୋର ଛୋଟ ଶାବକ ପୁଅ ମୋତେ ଫେରାଇ ଦେଇପାରେ। ମା' ବାପାର ଋଣ ତ ପୁଅ ଜୀବନସାରା ଶୁଝିପାରେ ନାହିଁ। ତଥାପି ମୁଁ ଛୋଟ ହୋଇ ବଡ଼ ମଣିଷଙ୍କ କାମ ଯେ କରିପାରେ ଲୋକ ଜାଣନ୍ତୁ। ଏଇ ଚିନ୍ତାରେ ମାମୁଁଙ୍କୁ କହିଛି, ମୁଁ ଏକା ନେଇ ପଇଡ଼ କାନ୍ଧେଇ ଗାଁକୁ ଯିବି। ଯାଇପାରେ। ମାମୁଁ ତୁମେ ବ୍ୟସ୍ତ ହୁଅନା। ଅବଶ୍ୟ ମନରେ ପଇଡ଼ କାନ୍ଧେଇ ଜ୍ୱର, ନିଛାଟିଆ ତୋଟା ବଣ, ମଶାଣି ଭୂଇଁ ସବୁକୁ ଡରି ଡରି ଅନ୍ଧାରିଆ ସନ୍ଧ୍ୟାରେ ପାରି ହୋଇ ଗଲାବେଳେ ତରବରିଆ ଯାଉଥିବା ବେଳେ ଝୁଣ୍ଟି ପଡ଼ିଛି। ପଇଡ଼ ଭାର ତଳେ ହାତରୁ ଖସି ଯାଇଛି। ତଥାପି ଅନ୍ଧାରରେ ଅଣ୍ଡାଳି ଗୋଟାଇ ଗାଁରେ ନେଇଛି। ଶାବକ ପୁଅ ବେକ କାନ୍ଧରୁ
ପଇଡ଼ ଭାରରେ ରକ୍ତ ଝରିଛି। ମା ସ୍ନେହରେ ମୋହଗ୍ରସ୍ତ ହୋଇ ପୁତ୍ର ଧର୍ମ କିଛି ଅଂଶରେ ଅଞ୍ଜାମ ଦେଇଛି। ବାପା ଯିଏକି ପୁଅକୁ ସର୍ବଦା ଚିଡ଼ି ଚିଡ଼ି ହୁଅନ୍ତି, ଭଲ ପାଆନ୍ତି ନାହିଁ, ସବୁବେଳେ କ୍ରିଟିସାଇଜ୍ କରନ୍ତି, ଟିପ୍ପଣୀ ଦିଅନ୍ତି, ସେ ବି ପୁଅର ଦୁଃସାହସିକ କାର୍ଯ୍ୟକଳାପରେ ମୁଗ୍ଧ ହୋଇଛନ୍ତି। ମନେ ମନେ ତାରିଫ କରିଛନ୍ତି। ଶାବକ ପୁଅ ବଡ଼ ହୋଇଛି। ବାପା, ମା ଓ ବାସିନ୍ଦା ଗାଁଠାରୁ ଦୂରକୁ ଯାଇ ପାଠ ପଢ଼ିଛି। ଗାଁ ପାଖ ବସ୍ଷ୍ଟପରୁ ବସରେ ଗଲାବେଳେ ନନାଙ୍କର ଆଦର, ଆଖି ଛଳେଇବା ଭାବ, ମୁଖମଣ୍ଡଳ, କଣ୍ଡକ୍ଟରଙ୍କୁ କହିବା, ଆଗରୁ ପୁଅ ମୋର ଏକା କୁଆଡ଼େ ଯାଇନାହିଁ, ତାକୁ ଭଲରେ ସୁରୁଖୁରୁରେ ନେଇ ପହଞ୍ଚାଇ ଦେବ। ପୁଅର ସେତିକି ବାପର ସହିତ ଶେଷ ଦେଖା ପରେ ପୁଅର ଘରକୁ ଫେରିଲା ବେଳକୁ ବାପା ଦୁନିଆରେ ନାହାନ୍ତି, ମରିଯାଇଥିଲେ। ମା ଧଳା କସ୍ତା ଶାଢ଼ୀର ବିଧବା ରୂପ ପୁଅ ଦେଖିଛି। ପୁଅ ବଡ଼ ହୋଇ ଚାକିରି କରି ଅଫିସର ହୋଇଛି। ନିଜ ଜନ୍ମ କଲା ମାଆକୁ ନେଇ ବଡ଼ ସରକାରୀ କ୍ୱାର୍ଟର୍ସରେ ନିଜ ପାଖରେ ରଖିଛି। ପୁଅ ଶାବକ ଥିଲା, ଏବେ ବଡ଼ ଓ ବୁଝିବାର, ସମଝଦାରୀର ଦାୟିତ୍ୱ ସମ୍ପନ୍ନ ହେଲାଣି। ସଂସାର କ'ଣ ବୁଝିଲାଣି। ଏବେ ମାଆର ପୁଅକୁ ବାହା କରାଇ ଘରକୁ ବୋହୂ ଆଣିବାର ଇଚ୍ଛା। ହେଲେ ପୁଅ ପ୍ରଥମେ ବୋହୂ ଆଣିବାର ଇଚ୍ଛାରେ ଅନିଚ୍ଛା ଭାବ। ଆଶ୍ଚର୍ଯ୍ୟ ହେବାର କାରଣ, ସେ ମାଆଠାରୁ ଶତକଡ଼ା 100 ଭାଗ ସ୍ନେହ ଆଦର ପାଉଥିବାରେ, ସ୍ନେହ ଆଦର ଯତ୍ନ ଦେଉଥିବାରେ ଭାଗରେ ଅଧା ଫାଟ ପଡ଼ିଯିବ। ବାସ୍ତବିକ ଚନ୍ଦ୍ରଶେଖର ରଥଙ୍କ ରଚିତ ଏହି ଶାବକ ଗଳ୍ପ ଏକ ସାର୍ଥକ ସୁନ୍ଦର ଗଳ୍ପ।